ରୋଜାନାର କ୍ୱାଲିଟି ଆଉ ପ୍ରଡ଼କ୍ଟ ଆଉ ତା'ର କ୍ୱାଣ୍ଟିଟି ଯେତିକି ଦେଇଛି ସେତିକି କଷ୍ଟମର ପାଇଁ ବହୁତ ପ୍ରଫିଟେବୁଲ୍ ରହିଛି। ସେଥିପାଇଁକି ଆମେ ରୋଜାନା ପ୍ରତି ବେଶୀ ଆକର୍ଷିତ ହେଲୁ। ଆଗରୁ ଗୋଟେ 10 ଟଙ୍କିଆ ବିସ୍କୁଟ୍ର ଯେତିକି କ୍ୱାଣ୍ଟିଟି ଦେଉଥିଲା ଗୋଟେ ଛୋଟ ଛୁଆ ଖାଇଲେ ତା ପେଟ ପୁରୁନଥିଲା। ଆର ଯେଉଁ କ୍ୱାଣ୍ଟିଟି ଦେଇଛି ଯେଉଁଟାର ଟେଷ୍ଟ ଦେଇଛି ସେଥିପାଇଁ ଆମେ ରୋଜାନା ଆଡ଼କୁ ବେଶୀ ଆକର୍ଷିତ ହେଇଛୁ। ଆମେ ପ୍ରାୟ ଦୁଇ ମାସ ହେଲାଣି ଏଥିରେ ଯୋଡ଼ି ହେଲୁଣୁ। ଏଇ ବିଜନେସ୍ ବିଷୟରେ ଆମକୁ କହୁଥିଲେ, ଏବେ ବି ପ୍ରାୟ ସରିନି, ଆଉ ହାଫ୍ ଟାଇମ୍ ବୋଧେ ଅଛି, ମିଟିଂ ଅଛି। ବାକି ଯେତିକି ବି କହିଲେ ରୋଜାନା ବିଷୟରେ କେମିତି କ'ଣ ହେଉଥିଲା, ମ୍ୟାନୁଫ୍ୟାକ୍ଚରିଂ ହେଲା, କେଉଁଠି ୟୁନିଟ୍ ଥିଲା, ବାକି କେମିତି ସେ ଛୋଟ ସଂସ୍ଥାରୁ ଗୋଟେ ବଡ଼ ସଂସ୍ଥାକୁ ଆସିଛନ୍ତି ସେ ବିଷୟରେ କହୁଥିଲେ। କେମିତି ଡିଷ୍ଟ୍ରିବ୍ୟୁଟର ଡିଲର ଆଉ ସବୁ ମିଶିକିରି କେମିତି ସଂସ୍ଥାକୁ ଆଗେଇ ନେବେ ସେଥିଲାଗି ସେ ବିଷୟରେ ସବୁ ଆମକୁ ବୁଝାଉଥିଲେ। ବିଜନେସ୍ ଗୋଟେ ପ୍ରକାର ଚାଲିଛି, 2 ମାସ ହେଲାଣି ଷ୍ଟାର୍ଟିଂ ହେଇଛି। ଆଉ ବିସ୍କୁଟ୍ର କ୍ୱାଲିଟି ବି ଭଲ। ତାପରେ ସବୁ ପ୍ରକାର ଯେତେ ପ୍ରକାର ବିସ୍କୁଟ୍ ରହିଲା ଏ ବିସ୍କୁଟ୍ଟାର ଟିକେ ସାଇଜ୍ ବଡ଼ ଅଛି ଆଉ କ୍ୱାଲିଟି ବି ଭଲ ଅଛି। ବିଜନେସ୍ଟା ବି ଭଲ ହେବ। ଗ୍ରାମାଞ୍ଚଳ ଏରିଆ ଆଭେଲେବୁଲ୍ ରହୁଛି। ତାପରେ ବି ଏଠି ବି ଟିକେ ରେଟ୍ ବି ଭଲ ବି ରେଟ୍ ବି ପାଉଛୁ। ବିଜନେସ୍ଟା ଚାଲିବ, ଆଗକୁ ଟିକେ ବଡ଼ ଆକାରରେ ଚାଲିବ ଆଉ। ହଁ, ତା ଦେହରୁ ଶିଖିଲୁ, ବିଜନେସ୍ଟା ଟିକେ ଆଉ ଟିକେ ଇମ୍ପ୍ରୁଭ୍ କରିବୁ ଆଉ।